जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा प्रणाम करी आज आम आम आस्ट्रो सेशन को आगे बढ़ेगा। आस्ट्रो सेशन क्रम आज बहुत ही इंपोर्टाट सेशन पढ़ेगा। इंपोर्टाट सेशन रे आमे जी पढ़ेगा ग्रह ज्योति। एटा को क्लियरली समस्त मन देखी मन रख। वेरी वेरी इंपोर्टाट सेशन। भाई स्क्रीन आसला कि Yes, yes. ग्रह ग्रह ଙ୍କ संबंध चारि प्रकार एस्टाब्लिश करा जाए ग्रह मान भितर। गोटे हला सांगेरे बसथिबे। आ गोटे हला परस्पर दृष्टि थिबो। एकोतर दृष्टि थिबो। स्थान परिवर्तन थिबो। सांगेरे बसथिबे ताकू कहंती ସାଙ୍ଗରେ ଯୋଉମାନେ ବସିଥିବେ ସେମିତି ଧର ଏଠି ମଙ୍ଗଳ ଆଉ ଗୁରୁ ଗୋଟିଏ ଘରେ ଯୋଉ ପ୍ଲାନେଟ ଗୁଡା ରହିଲେ ତାଙ୍କୁ କୁହାଯିବ ସାଙ୍ଗରେ ବସିଥିବେ ବା ସହଯୋଗିତା ଯୁତି। ଠିକ ଅଛି। ପରସ୍ପର ଦୃଷ୍ଟି ସମ୍ବନ୍ଧ ଯଦି ମଙ୍ଗଳ ଏଠି ବସିଛନ୍ତି ଗୁରୁ ଏଠି ବସିଛନ୍ତି ତାହେଲେ ମଙ୍ଗଳ ଗୁରୁଙ୍କୁ ଦୃଷ୍ଟି ଦେଲେ ଗୁରୁ ମଙ୍ଗଳଙ୍କୁ ଦୃଷ୍ଟି ଦେଲେ। ବର୍ତ୍ତମାନ ଏକତର ଦୃଷ୍ଟି ବସିବା ଦେଖିବା। ଏଠି ମଙ୍ଗଳ ବସିଗଲେ ଏଠି ଗୁରୁ ବସିଗଲେ ଗୁରୁ 1 2 3 4 5 ଗୁରୁ ମଙ୍ଗଳକୁ ଦେଖିଲେ ଏଇଟା ହେଲା ଏକତର ଦୃଷ୍ଟି। ସ୍ଥାନ ପରିବର୍ତ୍ତନ କଣ ନା ଜଣେ ଅନ୍ୟ ଜଣଙ୍କ ଘରେ ବସିବ। ଧର ମଙ୍ଗଳ ଏଇଟା ଗୁରୁଙ୍କ ଘର ମଙ୍ଗଳ ଏଠି ବସିଗଲେ ଆଉ ଗୁରୁ ଏଠିକି ପଳେଇଲେ ଏଟା କହନ୍ତି ସ୍ଥାନ ପରିବର୍ତ୍ତନ। ଏ ଚାରିଟା ଜିନିଷ ସମ୍ବନ୍ଧ ଏ ଚାରିଟା ଜିନିଷ ଭେରି ଭେରି ଇମ୍ପୋର୍ଟାଣ୍ଟ। ସବୁଠୁ ପାୱାରଫୁଲ ଚାରି ଜଣଙ୍କ ସମ୍ବନ୍ଧ ଭିତରୁ ସବୁଠୁ ହଉଛି ସ୍ଥାନ ପରିବର୍ତ୍ତନ। ସ୍ଥାନ ପରିବର୍ତ୍ତନ ଯୋଉଟା ସେଟା ହେଲା ସବୁଠୁ ଅଧିକା ମାତ୍ରାରେ ଫଳ ପ୍ରଦାନ କରେ। ତାପରେ ଆସେ ସେକେଣ୍ଡ ପାୱାରଫୁଲ ଯୁକ୍ତି ହେଲା ସାଙ୍ଗରେ ବସିଥିବେ। ଥାର୍ଡ ପାୱାରଫୁଲ ଦୃଷ୍ଟି ହେଲା ପରସ୍ପର ଦୃଷ୍ଟି। ଫୋର୍ଥ ବା ସବୁଠୁ ଲିଷ୍ଟ ପାୱାରଫୁଲ ହେଲା ଜଣେ ଅନ୍ୟ ଜଣଙ୍କୁ ଦେଖୁଥିବ ଆଉ ଅନ୍ୟ ଜଣେ ଅନ୍ୟ ଜଣଙ୍କୁ ଦେଖୁନଥିବ। ଏଇଟା ଆମେ କାହିଁକି ପଢୁଛେ ଏଇଟା ଆମେ ପଢୁଛେ ଗ୍ରହ ଫଳ ଖଣ୍ଡ ଯୋଉଗୁଡାକ ଅଛି ସେଇଟାକୁ ମୁଣ୍ଡରେ ରଖିକି ଆମେ ଏଇ ଜିନିଷଟା ପଢୁଛେ। ଆଜିର ସେସନରେ ଆମେ ଜାଣିଲେ ଗ୍ରହ ମାନଙ୍କର ସମ୍ବନ୍ଧ ଚାରି ପ୍ରକାର ସମ୍ବନ୍ଧ ଥାଏ। ଗୋଟେ ଥାଏ ସ୍ଥାନ ପରିବର୍ତ୍ତନ ଯୋଉଟା କି ବହୁତ ପାୱାରଫୁଲ ଥାଏ। ତାପରେ ଥାଏ ସାଙ୍ଗରେ ବସିଥିବେ ମାନେ ଗୋଟେ ଘରେ ମିଶିକି ବସିଥିବେ। ତାପରେ ଥାଏ ଯେ ପରସ୍ପର ଦୃଷ୍ଟି ସମ୍ବନ୍ଧ ଥିବ। ତାପରେ ଜଣେ ଅନ୍ୟ ଜଣଙ୍କୁ ଦୃଷ୍ଟି ଦଉଥିବେ। ତେବେ ଆଜିର ସେସନରେ ଆମେ କଣ ଜାଣିଲେ ଯେ ଚାରିଟା ଜିନିଷ କେମିତି କେମିତି ଇମ୍ପୋର୍ଟାଣ୍ଟ ଆମ ମାନଙ୍କ ପାଇଁ। ଠିକ ଅଛି। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।